ସକାଳୁ ସକାଳୁ ବାହାରି ପଡ଼ିଲୁ ବାଇକ୍‌ରେ ଆମେ ଡ୍ୟୁଟି ପାଇଁ। ଆଉ ଗୋଟେ ଗାଈର କ'ଣ ଦେହ ଖରାପ ଥିଲା, ସିଏ କଲ୍ କରିଥିଲେ ଏମର୍ଜେନ୍ସି। ତ ଆମେ ଦୌଡ଼ିଲୁ। ଦୌଡ଼ିବା ଭିତରେ ଗାଡ଼ିରେ ଟିକିଏ କଡ଼େଇ ତଳ ସାଇଡ଼୍‌କୁ ଆସିଲା, ଯେଉଁଟାକି ଗାଡ଼ିର ଟିକେ ପାର୍ଟ ଖରାପ ଥିଲା। କ'ଣ ଆମେ ଗ୍ୟାରେଜ୍‌କୁ ଗଲୁ। ଗ୍ୟାରେଜ୍ ଯାଇକି ଆମେ ଦେଖା କରିଲୁ। ଗ୍ୟାରେଜ୍ ଦେଖା କଲେ, ବାଇକ୍ ଠିକ୍ କଲେ। ବାଇକ୍ ଠିକ୍ କଲା ପରେ ଆମେ ଦୌଡ଼ିଲୁ ସେଇ ଗାଈ ପାଖକୁ। ସେଇ ଗାଈ ଯେଉଁ ଦେହ ଟିକେ ଖରାପ ଥିଲା, ତା'ର ପୁଣି ଡକ୍ଟର ତାକୁ ଟ୍ରିଟମେଣ୍ଟ କରିଲେ। ଟ୍ରିଟମେଣ୍ଟ କଲା ପରେ ତା'ର ଦେଖିଲେ ପ୍ରୋଟିନ୍‌ର ତା'ର ଅଭାବ ରହୁଛି, ନ୍ୟୁଟ୍ରିସନ୍‌ର ଅଭାବ ରହୁଛି। ତ ଆମେ ତାକୁ ଗୋଟିଏ ସଜେଷ୍ଟ ଦେଲୁ ଯେ ଆମର ତ ବହୁତ ଗୁଡ଼ାଏ ଆମର ଘାସ ଚାଷ ବାହାରୁଛି, ଆଉ ସେଇ ଘାସ ଚାଷକୁ ଟିକେ ଖଣ୍ଡିଏ କରୁନାହାନ୍ତି। ତ ସେଇ ଘାସ ଚାଷ ପାଇଁ ତାକୁ ଆମେ ଦେଖିବା ପାଇଁ ଗୋଟେ ଜାଗାକୁ ନେଇଯାଇଥିଲୁ। ଆଉ ସେଇଠି ଜାଗାରେ ଆଜୋଲାର ଚାଷ ହେଉଛି। ସେ ଆଜୋଲା ଏକ ହାଇ ପ୍ରୋଟିନ୍ ଗୋଟେ ପୁଷ୍ଟିସାର ଗୋଟେ ଖାଦ୍ୟ, ଯେଉଁଟା ଗାଈ ଗୋରୁଙ୍କ ପାଇଁ ସିଏ ହେଲ୍ଥ କରିବ ଆଉ ଭଲ କ୍ଷୀର ବି ଦେବ। ସେଇ ଉପରେ ତାକୁ ଆମେ ଗାଇଡ଼ କଲୁ ଏବଂ ତାକୁ ସେଇ ଆଜୋଲାର ସେଇ ପିଟ୍ ମଧ୍ୟ ତାକୁ ଦେଖେଇଲୁ, ଯେଉଁଟାକି ସେଇ ପିଟ୍ ଗୁଡ଼ିକ ସିଏ ମଧ୍ୟ ଆଗ୍ରହୀ ହେଲା। ଆଉ ସେଇ ପିଟ୍ ଗୁଡ଼ିକ ଦେଖିକି ବହୁତ ଖୁସି ହେଇଗଲେ ଯେ ଠିକ୍ ଅଛି ସାର୍, ମୁଁ ନେକ୍ସଟ ଟାଇମ୍ ଏଇ ଆଜୋଲା ପିଟ୍ କରିବି ଆଉ ଏଇ ଆଜୋଲାର ଘାସ ରଖିକି ମୋ ଗାଈକୁ ଖୁଆଇକି ହୃଷ୍ଟପୁଷ୍ଟ କରିବି। ଆମକୁ ସିଏ କଥା ଦେଇଥିଲା। ଆଉ ଦେଖିବା ଆଉ 2 ମାସ ପରେ ସିଏ ଆମକୁ କଥା ଦେଇଥିବା କଥା ରଖିଲେ କି ନାହିଁ,